ବର୍ଷା ଆଲୋ ମା ବର୍ଷା ଇଏ କ'ଣ ଘର ଭିତରଟା ତାଲା ପଡ଼ିଛି ଆଉ ଦାଣ୍ଡ ପଟଟା ଖୋଲା ଅଛି। ନିଶ୍ଚୟ ତାହେଲେ ମୋ ମାଟା କୁଆଡ଼େ ବୁଲିବା ପାଇଁ ଯାଇଥିବ। ହଁ ଦେଖୁଛି ଏଇ କେତେ ମାସ ହବ ଭାରି ଅନ୍ୟମନସ୍କ ରହୁଛି। ସମୟ ଜ୍ଞାନ ବୋଲି ତାର ଜମାରୁ ନାହିଁ। କେତେବେଳେ କୁଆଡ଼େ ଯେ ମତେ ନ ଜଣେଇ ଚାଲି ଯାଉଛି, ଠିକ ସମୟରେ ଘରକୁ ବି ଫେରୁନି। ନାଇଁ 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 ଏଇଟା ଭଲ ଅଭ୍ୟାସ ନୁହଁ। ଏଇଟାକୁ ମତେ ଯେମିତି ହେଲେ ଛଡ଼େଇବାକୁ ପଡ଼ିବ। ହଁ ତାରି ବୟସର ଆମ ଗାଁ ଆର ସାହିର ପଦୁ ଭାଇନାର ଝିଅ ଆରତୀର ବାହାଘରଟା ଆସନ୍ତା ଫଗୁଣ 25ରେ। ତା ସାଙ୍ଗରେ ଗୋଟେ ସ୍କୁଲରେ ପାଠ ପଢୁଥିଲା। ଏଇ 17-18 ବର୍ଷ ହଉଛି ପୁଅ ଝିଅ ମାନଙ୍କର ଗୋଟେ ବିଗିଡ଼ିବାର ସମୟ। ଏଇ ସମୟରେ ଆମ ପରି ଅଭିଭାବକମାନେ ଯଦି ଟିକେ ସଜାଗ ହୋଇ ନ ରହିବା, କେତେବେଳେ ଯେ ଲେଣି ଗୁଡ଼ଟା କହୁଣିକି ବହି ଯାଉଥିବ। ନାଇଁ 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 ମୁଁ ସେମିତି ଜମାରୁ ହବାକୁ ଦେବିନି। ଆଜି ଝିଅଟା ଘରକୁ ଖାଲି ଆସିଯାଉ, ଏମିତି ପାନେ ଦେବି ଯେ ଘରୁ ପଦାକୁ ବାହାରିବା ବି ସବୁ ଛାଡ଼ିଦବ। ହଁ ଆଜି ଖାଲି ସେ ଆସିଯାଉ, ପାଇବ ପାନେ ତେବେ ଯାଇକି ମତେ ଚିହ୍ନିବ। ତା ମାମୁଁ ଦୀନବନ୍ଧୁ ମିଶ୍ର କୋଉ ରକମର ଲୋକ ଠିକ ଚିହ୍ନିବ। ଜମାରୁ ଛାଡ଼ିବିନି। ଆଜି ମତେ ନ ଜଣେଇ କୁଆଡ଼େ ଯାଇଛି ଯେ ଏତେ ସମୟ ହେଲା ଘରକୁ ଆସିବାର ନାଁ ନଉନି। ଆସିଯାଉ ଖାଲି ଦେଖିବି, ଏମିତି ପାନେଟେ ଦେବି ଯେ ତା ମଜା ଆଜି ଚାଖିବ ଝିଅ। ଖାଲି ଆସିଯାଉ ଘରକୁ। ହଁ।